ଜଗନ୍ନାଥ ଦର୍ଶକ ମାନେ ଆଜି ଗୋଟେ ନୂଆ ଭିଡ଼ିଓ ଛଡ଼ା ହେଉଛି ଆପଣମାନଙ୍କ ପାଇଁ। କାରଣ ରବିବାର କୁଆଡ଼ୁ ବାହାରକୁ ଯାଇ ହେବନି, ତେଣୁ ଘରେ ରହିକି ଭିଡ଼ିଓଟି ପୋଷ୍ଟ ହେଉଛି, ଆପଣମାନେ ଦେଖିବେ। ଦେଖନ୍ତୁ ଆମର ପଳେଇ ଆସିଲେ ଶମ୍ଭୁ ଆମ୍ବ ପଳେଇ ଆସିଲେ। କ'ଣ ଭାତ ନା ବରା କ'ଣ ଖାଇବୁ? ଯାହା ଖା ଖା ଖୋଜି ତୋ ଇଚ୍ଛା ଯୋଉଟା ହେଉଛି ଖା। ତେଣୁ ସକାଳୁ ପଖାଳ ମଡ଼ା ହେବ। ମୁଁ ଗାଧା ଫାଧା ବି କିଛି କରିନି। ମୁଁ ରବିବାର ଟିକେ ଡେରିରେ ଗାଧାଏ, ସେଥିପାଇଁ ଆମ ଘରେ ବହୁତ ବିଶୃଙ୍ଖଳା ଯେ ମୁଁ ଦିନ 12ଟା 1 2ଟା ଗାଧାଏ। କିଛି କାମ ନାହିଁ ରବିବାର, ଇଚ୍ଛା ହେଲା ଭିଡ଼ିଓ କରିବା ପାଇଁ। ତେଣୁ ଟିକେ ଆଉ ଟିକେ ଲୁଣ ପକାଇଦେବା। ଲୁଣ ଟିକେ ପଡ଼ିବ। ଏଇଟା ଟିକେ ପାଖକୁ ଟିକେ ଆଣେ, ଜୁମ୍ କରେ। ଏଇଟା ପୁରାପୁରି ତାବେଡ଼ା ଲଙ୍କାଟାକୁ ଟୋଟାଲି ଏପଟେ ଫାଳେ ରହିବ ଲଙ୍କା। ଏଇଠି ଲୁଣ ପଡ଼ିବ। ଲୁଣ ପଡ଼ିକି ପଡ଼ିଲା ସେଠି ଲୁଣ ପଡ଼ିକି ଏଠୁ ଫାଳେ ଦଳା ହେବ। ଫାଳେ ପଡ଼ିବ କେଉଁଠି? ଅଧା ଫାଳେ ପଡ଼ିବ ଭାତରେ, ଆଉ ଅଧା ପଡ଼ିଲା ଏଇଠି। ଆଉ ଟିକେ ଲେମ୍ବୁ ସ୍ଲାଇଡଲି ଦଳା ହେବ। ସ୍ଲାଇଡଲି ଲେମ୍ବୁଟେ ଦଳା ହେବ। ତାପରେ ଏଇ ଫାଳେ ଲଙ୍କାଟାକୁ ଯେତେ ବଳ ଅଛି ବଳ ଖର୍ଚ୍ଚ କରିକି ଦଳି ପାରିବେ। ଯେତେ ଦଳିବେ ସେତେ ତାର ସ୍ୱାଦ ଆସିବ, ବାସ୍ନା ଆସିବ। ଆଉ ଯେଉଁ ଫାଳେ ଲେମ୍ବୁ ରହିଲା ତାକୁ ୱେଷ୍ଟ କରିବାନି। ତାକୁ ଆମେ ଢାଳିଦେବା କେଉଁଥିରେ? ଭାତରେ। ପଖାଳ ଭାତ ସହିତ ଲେମ୍ବୁର ବଢ଼ିଆ ଲାଗିବ। ଲେମ୍ବୁଟା ସେ ପଖାଳକୁ ଇଏ ଗୋଟେ ଖଟା, ତା ମଜା ଟିକେ ଭଲ ଲାଗିବ। ତେଣୁ ମୁଁ ଆପଣଙ୍କୁ ଦେଖି ଦେଉଛି ଆଜିର ଖାଇବା। ଟିକେ ପାଖକୁ ନେଇ ଆସ ସତ୍ୟ ବାବୁ, ପାଖକୁ ନେଇ ଆସ। ଇଏ ହେଲା ସକାଳେ ପୁରାପୁରି ହରିଗଲ ବନ୍ଧା ହେଇଛି, ଭଜା ହେଇଛି। କ'ଣଟା? ଝୁଡ଼ଙ୍ଗ ଆଳୁ ଭଜା। ଆମର ବେଶୀ ଅଏଲ୍ ଆମେ ଖାଉନୁ। ଦେଖୁନୁ ପୁରା ସିମ୍ପଲ୍ ଟାଇପ୍ରେ ଭଜା ହେଇଛି। କାରଣ ଯେ ଆମର ତ ବୟସ ନାହିଁ, ଏତେ ପଇସା ନାହିଁ ଯେ ଅଏଲ୍ ଖାଇକି ରୋଗ କିଣିବା ପାଇଁ ପଡ଼ିବ। ମୁଁ ଅଏଲ୍ ନେଇ ସିମ୍ପଲ୍ ଭଜା ହେଇଛି ଏଇଟା। ଆଉ ବରା ଆଳୁଚପ, ଏଇଟା ବି ଆପଣଙ୍କୁ କହିଲି ଯେ ଏଇଟା ଅଧିକ ଅଏଲ୍ ଖାଆନ୍ତିନି ବୋଲି, କିନ୍ତୁ କଥା ହେଲା ମୁଁ ଟିକେ ଅଏଲ୍ ଖାଏ କ'ଣ ପାଇଁ ଯେ ଆଜି ଟିକେ ଇଚ୍ଛା ହେଲା ଖାଇବା ପାଇଁ ବରା ଆଳୁଚପର ପଖାଳ ଭାତଟା। ତେଣୁ ମୁଁ ପ୍ରାୟ ଜଳଖିଆ ବି ଖାଇନି, ତେଲ ଜିନିଷ ବି ଖାଇନି, କିନ୍ତୁ ଆଜି ଟିକେ ଇଚ୍ଛା ହେଲା। ତେଣୁ ମୁଁ ସେଥିପାଇଁ ଟିକେ ବରା ଆଳୁଚପ ନେଇ ଆସିଛି। ତେଣୁ ବରା ଆଳୁଚପ ପୁରାପୁରି ପକାଇ ଦେଇଛି ଘୁଗୁନିରେ ପକାଇ ଦେଇକି ଟୋଟାଲି ଅଛି ବ୍ୟବସ୍ଥା ହେଇକି। ଇଏ ଆମ ଶମ୍ଭୁ ଡନ୍ଟା। ଆପଣ ଯଦି ଭିଡ଼ିଓ ଦେଖୁଥିବେ ତ ଗୋଟେ ଜିନିଷ କହିବେ ଇଲିଗାଲ ଜିନିଷ ଯେ ଆପଣ ଗୋଟେ ପଶୁ ପକ୍ଷୀ ଆଣିକି ଶୁଆକୁ ଆଣି ପାଖରେ ରଖିଛନ୍ତି। ମୁଁ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଜଣାଇ ଦେଉଛି ଯେ ଏମିତି ବି ବହୁତ ସୋସିଆଲ ମିଡ଼ିଆରେ ଏମିତି ହେଉଛି ଯେ ଆପଣମାନେ ପଶୁପକ୍ଷୀକି ଯାହା ରଖିଲା ପରେ ତା ବନ ବିଭାଗ ଆସିଲେ ହେଇଯାଉଛନ୍ତି। ତ ଆମେ କୌଣସି ବାଧ୍ୟବାଧକ ସହ ରଖିନୁ। ଆଉ ଗୋଟେ ପରେ ବି କଟା ହେଇନି, ଆପଣମାନେ ଦେଖିପାରୁଥିବେ। ସେ ଓପନଲି ବୁଲୁଛି, ତାର ପଞ୍ଜୁରୀ ବି ନାହିଁ। ସେ ଗୋଟେ ରହିଗଲାଣି, ବହୁତ ଦିନରେ ରହିଗଲାଣି। ତେଣୁ ଆମେ ତାକୁ ପଞ୍ଜୁରୀକୁ ରଖୁନି। ସେ କବାଟ, ଝରକା, ବାଲକୁନି ସବୁଆଡ଼େ ସେ ବୁଲୁଛି, ତା ମନ ଇଚ୍ଛା ବୁଲୁଛି। ସବୁବେଳେ ବାହାରକୁ ଉଡ଼ିବାକୁ ପଡ଼ୁଛି, ଉଡ଼ିକି ପଳେଇ ଆସି ପୁଣି ଆସି ଘରେ ବସୁଛି, ବୁଝିଲେ। ତେଣୁ ଆପଣମାନେ ଭିଡ଼ିଓରେ କିଛି ମଧ୍ୟ ନେଗେଟିଭ୍ ଜିନିଷ କହିବେନି, କାରଣ ଯେ ଆପଣ ପକ୍ଷୀଟାକୁ ରଖିଛନ୍ତି ବୋଲି। ହଉ ଆରମ୍ଭ କରିବା, ବିଳମ୍ବ କରିବାନି। ସକାଳେ ମୁଁ ଗାଧେଇନି, ଆପଣ କହୁଥିଲି ପୂର୍ବ ଟାଇମ୍ରେ କହୁଥିଲେ ମୁଁ ଗାଧେଇନି ବୋଲି ଆପଣଙ୍କୁ କହୁଥିଲି। ତେଣୁ କିଛି ଆଉ ମାଇଣ୍ଡ କରିବେନି, ମୁଁ ଅଗାଧୁଆ ଖାଉଛି ବୋଲି। ଆଉ ଠିକ୍ ଅଛି, ମୁଁ ଖାଇଦିଏ, ଖାଇଲା ତୁ ଖାଇବୁ ହେଲା। ଏ ସକାଳର କଥାରେ ଯେ ଆମେ ଗୋଟେ ଶୁଣିଥିବେ, ଆମେ ମାଟିର ମଣିଷ, ଆମେ ମାଟିର ମଣିଷ। ପୁରା ପଖାଳ ମୁଣ୍ଡିଆ ମାରିଆ। ଜୟ ଜଗନ୍ନାଥ ପ୍ରଭୁ। ମାଲୁ ଟିକେ ବରା ଟିକେ ଖାଇବା, ଟିକେ ଝୁଡ଼ଙ୍ଗ ଭଜା ଖାଇବା। ରେଡ଼ି। ଲେମ୍ବୁର ମୁଁ ପକେଇଦେଲି, ଭୁଲିଗଲି। ଲେମ୍ବୁଟା ଟିକେ ରଖିଥିଲି, ଛାଡ଼ ପଡ଼ିଗଲା ତଳେ। ଲଙ୍କାଟା ଦଳା ହେଇଛି, ରେଡ଼ି। ଆଉ ଦୁଇ ନେବା। ଭାତ ଖାଇବୁ? ଖାଉନୁ? ରାଗିଛୁ କାହିଁକି? କ'ଣ ରାଗିଛୁ ତୁ? ଓକେ, ଆଉ ଦେବା ଦମ। ଏ ଆଳୁଚପ ବରା ଖାଇଲେ ଟିକେ ଜୁମ୍ କରେ। ଆଳୁଚପ ଦେଖୁଥିବେ, ଏଟାକୁ ମାନେ ଖାଇଲେ ଭଲ ଲାଗେ, ଏମିତି ଚୁଚୁମେ ମଜା ଲାଗେ। ମାନେ ଗୋଟେ ଆଳୁଚପରେ ଆମେ ପିଲାବେଳେ ମନେ ଅଛି, ଏବେ ନା ସହରରେ ରହିଲୁ,
ଯେତେବେଳେ ଆମେ ଭାରି ଗରିବ ପରିବାରରୁ ମୁଁ ଆସିଛି, ଆମେ ଗୋଟେ ଆଳୁ ଚପରେ ଗୋଟେ ବେଲା ଭାତ ପକାଉଥିଲା। ମୁଁ ଆପଣଙ୍କୁ ବେଶୀ ପୁରୁଣା ବର୍ଷ କଥା କହୁନି, 10-12 ବର୍ଷ ତଳେ ବାପା ମୋତେ ଦିଅନ୍ତି ଆଳୁ ଚପଟା ଥିଲା 8 ଟଙ୍କା ଲାଗିଥିଲା। ସେତେବେଳେ ଟଙ୍କା ନେଇଗଲେ 2ଟା ଆଳୁ ଚପ୍ ଘୁଗୁନି ଆମେ ଭଉଣୀର ମୋର ମିଶିକି ଖାଉ। ତେଣୁ ଆଜିକାଲି ତ ସବୁ ଦରଦାମ ବଢ଼ିଲାଣି। ଏ ଗୋଟାକ ପିସ୍ ଦେଖନା ପୁରା ଛୋଟ ସାଇଜ୍, ଗୋଟାକ 5 ଟଙ୍କା ଗୋଟେ ପିସ୍। ତେଣୁ କ'ଣ କରିବା, ଏଇ ତ ଦୁନିଆ, ଚଳିବାକୁ ପଡ଼ିବ, ରହିବାକୁ ପଡ଼ିବ। ଇଏ ଆମ ସବୁ ପାଖରେ ବସୁଛି। ସେତେବେଳେ ସେଠି ସ୍ୱାଦ ଥିଲା, ଟେଷ୍ଟ ଥିଲା ଖାଦ୍ୟର, କିନ୍ତୁ ଆଜିକାଲି ସେ ଟେଷ୍ଟ ନାହିଁ। ସେତେବେଳେ ଆମର ଆଳୁ ଚପରେ ଘୁଗୁନିରେ ପଡ଼ିଯିବ ବହୁତ ଟେଷ୍ଟ, କିନ୍ତୁ ଆଜିକାଲି ଭେଜାଲ ହେଲାଣି ଆଉ ଟେଷ୍ଟ ନାହିଁ। ତେଣୁ ମୁଁ ଖାଇଚାଲିଛି, ଆପଣମାନେ ଭାବିବେନି ଯେ ଭାଇ ତମେ ଏକୁଟିଆ ଖାଉଛ, ଆମକୁ ଦେଉନ କି କିଛି କହୁନ। ଶୁକ୍ରବାର କାହିଁକି କହିବି, ତ ଦେଇପାରିବିନି ନା। ଯଦି ଯିଏ ଆସିପାରେ, ଯଦି ମନ୍ତ୍ର ଜାଣିଛନ୍ତି ଯଦି ପଳେଇ ଆସନ୍ତୁ ଭିଡ଼ିଓରେ ପଶିକି ଖାଇକି ଯିବେ। ସବୁବେଳେ ପାଇଁ ଆମେ ତୁମକୁ ସ୍ୱାଗତ ଜଣାଉଛୁ। ଯେତେବେଳେ ଆପଣ ଆସିବେ ସବୁବେଳେ ୱେଲକମ୍। ଝୁଡ଼ ମାନେ ଲୋକାଲ ଝୁଡ଼ଙ୍ଗା, ମଝିରେ ମଝିରେ ଟିକେ ପାଣି ପିଉଥିବେ, ତୋରାଣୀଟା ଦେହ ପାଇଁ ବହୁତ ଭଲ। କାରଣ ଯେ ଆଜିକାଲି ମଣିଷ ପଖାଳ ଭାତକୁ ଭଲ ପାଉନାହାନ୍ତି। ଖାଲି ନାହାନ୍ତି ପଖାଳ ଦିବସରେ ଆସିକି 4-8ଟା ଆଇଟମ୍ ଥୋଇ ଦେଇକି ପଖାଳ ଦିବସ ପାଳନ କରୁଛନ୍ତି। କିନ୍ତୁ ମୋତେ ସତ ମୁଁ ଆପଣଙ୍କୁ କହୁଛି, ଭିଡ଼ିଓରେ ଆପଣ ମିଛ ମୁଁ କହୁନି, ମୁଁ ସବୁବେଳେ ପଖାଳ, ମୁଁ ରାତିରେ ପଖାଳ ଖାଏ। ଏବେ ଟିକେ କିଛି ଦିନ ହେଲା ଆମ ଘରଣୀ କ'ଣ କରିଛନ୍ତି, ପେଟ ମୋଟା ହେଇଗଲାଣି, ପେଟ ବାହାରି ପଡ଼ିଲାଣି, ମୋତେ ପଖାଳ ଦେଉନାହାନ୍ତି, ରୁଟି ଖାଉଛି। ମୋର ଭାରି ପ୍ରିୟ ହେଲା ପଖାଳ। ମୁଁ ସବୁବେଳେ ପଖାଳ ଖାଇବା ଭଲ ଲାଗେ। ବର୍ଷା ଆଉ କେତେବେଳେ ବି ପିଲାବେଳେ ପାଠ ପଢ଼ିଲା ବେଳେ ବି ଆପଣଙ୍କର ଶୁଖିଲା ଭାତରେ ଆପଣଙ୍କର ଡାଲି ହେଇଥାଉ, ତରକାରୀ ହେଇଥାଉ, କିନ୍ତୁ ମୁଁ ଶୁଖିଲା ଭାତରେ ମୁଁ ପାଣି ପୁରେଇକି ଖାଏ। ଏଇଟା ମୋର ଅଭ୍ୟାସ। କିନ୍ତୁ ଆଜିକାଲି ନୁହେଁ ଯେ ମୁଁ ଆପଣଙ୍କ ପାଖରେ ଭିଡ଼ିଓ ଆସି ଶୋ କରୁଛି, ସେୟା ନୁହେଁ। ମୁଁ ସବୁବେଳେ ତେଣୁ ମଝିରେ ତୋରାଣୀ ପିଉଥିବେ, ରେଡ଼ି ଅଧିକ ରହିବ, ପୁରା ପାଇକୁ ଛୁଆ ଆମେ। କ'ଣ କହୁଛୁ, ତୁ ଖାଉନୁ, ବଇଛୁ ଭିଡ଼ିଓରେ ହେଲା ହାଇ କହିଦେ, ନହେଲେ ନେଇଯିବେ ରେ ପୁଅ। ଭିଡ଼ିଓରେ ଦେଖିଲେ ସୋସିଆଲ ମିଡ଼ିଆ ସେୟାର ହେବ, ନେଇଯିବେ। ତେଣୁ ଏହା କଥା, ବେଶୀ କିଛି ଆପଣଙ୍କୁ କହୁନାହିଁ। ଆପଣମାନେ ଆପଣଙ୍କ କାମ କରିବେ, ମୋ ଭିଡ଼ିଓ ଦେଖି ଟାଇମ୍ ୱେଷ୍ଟ କରନ୍ତୁ ନାହିଁ, କି ମୁଁ ଆପଣ ବେଶୀ ସମୟ ନେଉନାହିଁ। ମୁଁ ଖାଇଦେଉଛି, ଖାଇବେ ଆପଣ ଦେଖିଦେବି କ'ଣ ମୁଁ କରିଦେବି। ତେଣୁ ଲାଷ୍ଟ ପର୍ଯ୍ୟନ୍ତ ଆପଣ ଦେଖିବେ, ଭଲ ନୁହଁ। ଆପଣ ଯାଆନ୍ତୁ, ମୋ ଭିଡ଼ିଓ ମଧ୍ୟ ଦେଖନ୍ତୁ ନାହିଁ, ଯାଇକି ଆପଣଙ୍କ କାମ କରନ୍ତୁ। ରବିବାରେ ଖାଇକି ଶୋଇପଡ଼ନ୍ତୁ, ବର୍ଷା ପାଗ ଦେବ। ରହିଲି, ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଥିବ, ଆପଣମାନେ ନିହାତି ଆମକୁ ସପୋର୍ଟ କରିବେ, ସେୟାର, କମେଣ୍ଟ, ସବସ୍କ୍ରାଇବ୍ କରିବେ। ନୂଆ ନୂଆ ଆମେ ୟୁଟ୍ୟୁବ୍ କରୁଛୁ, ତେଣୁ ସେତିକି ଭଲ ପାଇବା ଦିଅନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।